ଏହାକୁ ଅମୃତ ସହିତ ତୁଳନା କରାଯାଏ। ଏଟା ସାମାନ୍ୟ କଥା ନୁହେଁ। ଯେତେବେଳେ ପରୀକ୍ଷିତ ମହାରାଜକୁ ସାପ ଲାଗିଥିଲା, 7 ଦିନ ଭିତରେ ତାଙ୍କର ମୃତ୍ୟୁର ଗୋଟେ ଅଭିଶାପ ମିଳିଥିଲା। ଭାଗବତ ବକ୍ତା ଆସନରେ ବସିଥାନ୍ତି ସୁଖଦେବ ମହାରାଜ, ଆଉ ଶ୍ରୋତାରେ ବସିଥାନ୍ତି ପରୀକ୍ଷିତ। ଏହିପରି ଭାବରେ ଯେତେବେଳେ ଭାଗବତ କଥା ଶ୍ରବଣ କରୁଥାନ୍ତି ପରୀକ୍ଷିତ ମହାରାଜ, ସେହି ସମୟରେ ଦେବତା ମାନେ ଆସିଲେ ଆଉ ସୁଖଦେବକୁ କହିଲେ ଯେ ଆମେ ଏଇ ପରୀକ୍ଷିତକୁ ଆମେ ଅମୃତ ଦେଇଦେବୁ, ଆଉ ଆମେ ଏଇ ଭାଗବତ କଥା ସବୁ ଆମର ସ୍ୱର୍ଗକୁ ନେବୁ ବୋଲିକିରି କହିଲେ। କିନ୍ତୁ ସେଇ କଥାରେ ପରୀକ୍ଷିତ ମହାରାଜ ରାଜି ହେଲେ ନାହିଁ। ଆଉ କ'ଣ କହିଲେ ଯେ ଭାଗବତ କଥା ହେଉଛି, ଭାଗବତ କଥା ଶୁଣିକରି, ଭାଗବତ କଥାମୃତ ଶୁଣିକରି ମୁଁ ଦିବ୍ୟଜୀବୀ ହେବି, କିନ୍ତୁ ଅମୃତ ଖାଇଲେ ମୁଁ ଦୀର୍ଘଜୀବୀ ହେବି ବୋଲିକିରି ସେ କହିଥିଲେ। ଏବଂ ଭାଗବତ ମୋ ଜୀବନକୁ ଦିବ୍ୟଜୀବୀ କରିବ ବୋଲିକିରି ସେ କହିଲେ ଏବଂ ଦେବତାମାନଙ୍କୁ ଫେରାଇ ଦେଇଥିଲେ। ତେଣୁ ଏ ଭାଗବତ ଗୋଟେ କଥାମୃତ, କଥାର ଅମୃତ। ଏବଂ ଏଇ ଭାଗବତ କଥା ଶୁଣିଲେ ଦେହ ଆଉ ହୃଦୟ ପବିତ୍ର ହୋଇଥାଏ। ତେଣୁ ଏ ଭାଗବତର ମହିମା ଏ କହିପାରେ ଗୁଣ ସୀମା। ସୀତା